ଧାନ ଫାନ ଟିକେ କରିଥିଲି ବର୍ଷାରେ। ଯେଉଁ ବର୍ଷା ଏଇଭଳି ବର୍ଷା ହେଲା ଯେ ମାନେ ଏଇଭଳି ଧାନ ଯେଉଁ ହେଇଥିଲା ଯେ ଧର ଧାର କରଜ କରିକି ଆଣିକି ଲୋନ୍ ଫୋନ୍ କରିକି ଏମିତି ସବୁ କରଜ କରିଥିଲୁ ଆମେ ସବୁ ସଂସ୍ଥା କରିକି ଇଏ କରିକି ସକାଶେ ବର୍ତ୍ତମାନ ଧାନ ସବୁ ପଡ଼ିକି ଗଜା ହେଇଗଲା ବିଲରେ। ଆଉ ତାକୁ ଉଠେଇ କିଛି ଆଣିପାରିଲୁନି, କିଛି କରିପାରିଲୁନି। ଆଉ ବର୍ତ୍ତମାନ ସେଇଭଳିଆ ଜିନିଷ ହୋଇକି ଯେଉଁ ଲୋକସାନି ମୁଁ ଆଜ୍ଞା ଶୁଣନ୍ତୁ, ମୁଁ 2-3 ଏକର ଖଣ୍ଡେ ଜମି କରେ। ଏ ବର୍ଷ କିନ୍ତୁ 2.5 ଏକର ଖଣ୍ଡେ ଜମି କରିଥିଲି, କିନ୍ତୁ ଲୋନ୍ କରିକି ବହୁତ କିସ୍ତି ଫିସ୍ତି ଆଣିକି ମାନେ ଏଇଭଳି ଧାନ କରିଥିଲେ ଯାହାଫଳରେ କି ବହୁତ ଭଲ ଧାନ ହେଇଥିଲା। ଆଉ ତାଫଳରେ ଏଇଭଳିଆ ଯେଉଁ ବର୍ଷାର ବିତ୍ପାତ ଦେଖିକି ଆଉ ଏଇଭଳିଆ କ'ଣ କରିବା, ତ ମାନେ ବର୍ଷା ତ ଲଘୁଚାପ ଏଇଭଳି ଜଣକ ଆସିକି ପହଞ୍ଚୁଛି, ମାନେ ଶୀତ ଦିନେ ବି ଲଘୁଚାପ ହେଉଛି। ଏଥିରେ କ'ଣ କରାଯିବ? ଆଉ ବର୍ତ୍ତମାନ ଚାଷୀମାନେ ବହୁଳ ଭାବରେ ହନ୍ତସନ୍ତ ହେଉଛନ୍ତି। ତାଙ୍କର ଯେଉଁ ଧାନ କରିଥିଲେ ଧାନ ସବୁ ଗଜା ହେଇଗଲା। ଆଉ ଯେଉଁ ବିରି କରିଥିଲେ ସେମାନେ ସବୁ ନଷ୍ଟ ହେଲା। ଏଣିକି କେମିତି କ'ଣ ବଞ୍ଚିବେ ସେ ଉପାୟ ତାଙ୍କର ଦିନ କହିଲେ ତାଙ୍କର ଦୁଃଖରେ ସମୟ ତାଙ୍କର ଅତିବାହିତ ହେଉଛି। ତେଣୁ ବଞ୍ଚିବାଟା ଆଗକୁ କେମିତି ବଞ୍ଚିବେ ସେଥିପାଇଁ ବହୁତ କଷ୍ଟଦାୟକ ହେଲାଣି ତାଙ୍କ ଧାନ ସବୁ ପୁରା ଗଜା ହେଇଗଲାଣି। ପୁରା ଗଜା ହେଇକି ଗଜା ଅବସ୍ଥାରେ ତାକୁ ପାଣିରୁ ଛାଣିକି ଆଣିକି ଉପରେ ରଖୁଛନ୍ତି ସବୁ। ଆଉ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି ବର୍ତ୍ତମାନ ଆମେ ଆଗକୁ କେମିତି ବଞ୍ଚିବୁ, ଆଉ ଆମର ପରିବାରଟା କେମିତି ପ୍ରତିପୋଷଣ କରୁ, ସେଥିପାଇଁ ସେ ବହୁତ ଗଭୀର ଚିନ୍ତାରେ ବୁଡ଼ି ରହୁଛନ୍ତି। ଆଉ କ'ଣ ବଞ୍ଚିବେ ସେଇ ଚିନ୍ତାରେ ତ ବର୍ତ୍ତମାନ ବୁଡ଼ି ରହୁଛନ୍ତି। କେମିତି କ'ଣ ବଞ୍ଚିବେ, କ'ଣ କରିବେ, ବର୍ତ୍ତମାନ ସେଇ ଚିନ୍ତାରେ ତାଙ୍କର ସମୟ ଅତିବାହିତ ହେଉଛି। ଆଉ ଖୋର୍ଦ୍ଧା ମାଟିର ଗର୍ବ ଗୌରବ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ସେଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କର ଆଜି ହେଉଛି 99ତମ ଜନ୍ମ ଜୟନ୍ତୀ। ଏ ମାଟିରେ ସେ ଜନ୍ମ, ସେଥିପାଇଁ ଆମେ ପ୍ରଥମେ ଗର୍ବିତ। সেই মহান ব্যক্তিত্বଙ୍କର ଆଜି 99ତମ ଜନ୍ମ ଜୟନ୍ତୀ ଆଜି ଜାନକୀ ବଲ୍ଲଭ ଟ୍ରଷ୍ଟ ପକ୍ଷରୁ ଜାନକୀ ବଲ୍ଲଭ ଉଦ୍ୟାନ ପରିସରରେ ପାଳନ କରାଯାଉଛି। ବିଶେଷ କରି ଆମେ ଗର୍ବିତ, ସେ ମହାନ ବ୍ୟକ୍ତିତ୍ୱଙ୍କର ଆମେ ଜନ୍ମ ଜୟନ୍ତୀ ପାଳନ କରୁଛୁ ଏବଂ ଆସନ୍ତା ବର୍ଷ ତାଙ୍କର 100ତମ ଜନ୍ମ ଜୟନ୍ତୀ ପାଳନ କରାଯିବ। ସେଥିପାଇଁ ଆଉ ଯେଉଁ 365 ଦିନ ରହିଲା, ଆଜିଠାରୁ ଆମେ ଚେଷ୍ଟା କରୁଛୁ ତାଙ୍କର ଓଡ଼ିଶାର ବିଭିନ୍ନ ଜାଗାରେ ଜନ୍ମ ଜୟନ୍ତୀ 100 ବର୍ଷର ପୂର୍ତ୍ତି ପାଳନ କେମିତି କରାଯିବ ଏବଂ ଏ ପାର୍କରେ ଅଧୁରା ଥିବା କିଛି ଅଂଶ ଯେଉଁଟାକି ପାର୍କକୁ ଡେଭଲପ୍ କରାଯାଇ ନାହିଁ ତାକୁ ପାଳନ କରାଯିବ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଜନ୍ମଦିନରେ ଆମେ ସମସ୍ତେ ତାଙ୍କର ପ୍ରିୟ ଲୋକମାନେ এই ପାର୍କରେ ପ୍ରତିଦିନ ସକାଳୁ ଏକାଠି ହେଉ। ସେଇଦିନ ଆଜି ମଧ୍ୟ ମୁଁ ଲକ୍ଷ୍ୟ କରୁଛି ସୁନ୍ଦର ଶୀତୁଆ ସକାଳ, ଖରା ଟିକେ ଟିକେ ଆରମ୍ଭ ହେଲାଣି। ଏଭଳି ଏକ ଅତ୍ୟନ୍ତ ମନୋରମ ପରିବେଶ ଭିତରେ ତାଙ୍କର ଜନ୍ମଦିନ ପାଳନ କରିବାର ଯେଉଁ ପ୍ରଥାଟି ପରମ୍ପରାଟି ଆମେ ଏଠି ଆରମ୍ଭ କରିଛୁ ପାର୍କରେ, ଏ ପାର୍କଟି ହିଁ ତାଙ୍କ ଜନ୍ମଦିନ ପାଇଁ ତାଙ୍କୁ ଶ୍ରେଷ୍ଠ ଉପହାର ବୋଲି ମୁଁ ବ୍ୟକ୍ତିଗତ ଭାବେ ବିଚାର କରେ। କାରଣ ସେ ପ୍ରକୃତିକୁ ଭଲ ପାଉଥିଲେ, ସବୁଜିମାକୁ ଭଲ ପାଉଥିଲେ। ଦେଖନ୍ତୁ, ରାଉରକେଲା ବିମାନ ବନ୍ଦର 1960 ଦଶକରୁ ଆରମ୍ଭ ହୋଇଥିଲେ ମଧ୍ୟ ଅତି ଅବହେଳିତ ଅବସ୍ଥାରେ ଅଛି। ରାଉରକେଲା ୱାନ୍ ଅଫ୍ ଦି ସ୍ମାର୍ଟ ସିଟି, ୱାନ୍ ଅଫ୍ ଦି ମୋଷ୍ଟ ମଡ଼ର୍ଣ୍ଣ ସ୍ମାର୍ଟ ସିଟି, ଓଡ଼ିଶାର ପ୍ରଥମ ମଡ଼ର୍ଣ୍ଣ ସ୍ମାର୍ଟ ସିଟି। କିନ୍ତୁ ରାଉରକେଲାରେ ଆଜି ପିଲାମାନେ ବାହାରେ ରହୁଛନ୍ତି, ତାଙ୍କ ପାଖକୁ ବାବା ମା ଯାଇପାରୁନାହାନ୍ତି, ପିଲାମାନେ ଆସିପାରୁନାହାନ୍ତି। ରାଉରକେଲାକୁ ଭଲ ଡାକ୍ତର ଆସିପାରୁନି, ରାଉରକେଲାର ଡାକ୍ତରଖାନାରେ ଭଲ ଡାକ୍ତର ମିଳିପାରୁନାହାନ୍ତି। କାରଣ ବର୍ତ୍ତମାନ ମଡ଼ର୍ଣ୍ଣ କମ୍ୟୁନିକେସନ୍ ହେଲା, ଏୟାର କନେକ୍ସନ୍, ମାନେ ଫ୍ଲାଇଟ୍ରେ ଯିବା ଆସିବା, ବିମାନ ବନ୍ଦରକୁ ରେଗୁଲାର ବିମାନ ଉଡ଼ାଣ ହେଉନାହିଁ। ଭଲ ଇଣ୍ଡଷ୍ଟ୍ରିଆଲିଷ୍ଟ ଶିଳ୍ପପତିମାନେ ଆସିପାରୁନାହାନ୍ତି, ସେମାନେ ଆସିଲେ ଏଠି ଶିଳ୍ପ ପ୍ରତିଷ୍ଠା ହୋଇପାରନ୍ତା। ବିଭିନ୍ନ ପ୍ରଫେସର ଏଠି ଆସିପାରୁନାହାନ୍ତି। ରାଉରକେଲା ବର୍ତ୍ତମାନ ଏକ ଅବହେଳିତ ସହର ରହିଛି ଏବଂ ବିମାନ ବନ୍ଦର ସବୁଠୁ ବଡ଼ କଥା, ବିମାନ ବନ୍ଦରଟାକୁ ଅବହେଳିତ ଅବସ୍ଥାରେ ରଖାହେଇଛି, ଯାହାଦ୍ୱାରା ବାହାର ପର୍ଯ୍ୟଟକ ହେଉ, ଡାକ୍ତର ହେଉ, ପ୍ରଫେସର ହେଉ, ଶିଳ୍ପପତି ହେଉ, କେହି ରାଉରକେଲାକୁ ଅନଉନାହାନ୍ତି କି ଆସୁନାହାନ୍ତି। निष्पत्ति तो यहाँ होते एत बेल तो भी नहीं पार्बार, किंतु आशा अच्छे निश्चित भल निष्पत्ति ने बोले आशा रखुचु। कहीं जिते बेले आम दीर्घ दिन के धरिक आम महोत्सव कर 19 वर्ष धरिक कंस संस्कृति परंपरा बचिक आऊँ। ये क्षेत्र में आपण मैंने भल भाव समस्ते जानी थे जेकोसी संप्रदायर तार संस्कृति परंपरा अन्य लोग हस्तक्षेप करवार कौन प्रकार अधिकार नहीं न, सेटा आम लिखित भाव प्रशासन के काली आम जनईछूँ। से डाकिछन निश्चित भाव आशा रखमु कौन संस्कृति परंपरा बचिक रहार तार लगे पदक्षेप नेबे, इटा ही आज आशा रखुँ। दुईटी स्थान में सुलिया महोत्सव हबार लगे गोटे निष्पत्ति सेटा मुझे केतबेले प्रश्न नहीं देवार। गोटे परंपरा यात्रा कंद मान यात्रा सुलिया यात्रा दुईटा जगार जब महोत्सव होगा ताहले कंद मान गोटे विभाजन होगा देखादेवा। से लगे आम नहीं चाहबार जे दुईटा जगार महोत्सव होगी। जदि दुईटा जगार महोत्सव जदि हुए, प्रशासन जदि से अनुमति दिए, ताहले जेन प्रकार जदि अघटन घटवा से प्रशासन ही दायी रहा।